ସାମ୍ପ୍ରତିକ ସମାଜରେ ଘଟୁଥିବା କୃତ୍ରିମ ଲୋକଦେଖାଣିଆ ସମ୍ପର୍କ ଯାହାକି କେବଳ ନାମକ ମାତ୍ର ତିଷ୍ଠି ରହିଛି ସେହି ଦିଗକୁ ଉନ୍ମୋଚନ କରୁଛି। ତଥାକଥିତ ଆନ୍ତରିକତା ବିହୀନ ସମ୍ପର୍କ ଯାହା ଉପରେ ଠିକ୍ ଲାଗୁଥିଲେ ମଧ୍ୟ ଭିତରେ ଭିତରେ ଯେ ଉଇଲଗା କାଠ ପରି ଫମ୍ପା ଆଉ ଅନ୍ତସାର ଶୂନ୍ୟ ତାହା ଉପରେ ଏକ ବିହଙ୍ଗାଲୋକନ ଏହି ଈଶ୍ୱରୀ ଏମିତି ଏକ ଘଟଣାବଳୀର ପ୍ରତିଫଳନ ଯେଉଁଥିରେ ସମାଜର ତଥାକଥିତ ନିୟମରେ ପେଶୀ ହୋଇ ଅଣନିଶ୍ୱାସୀ ହୋଇପଡ଼ିଥିବା ଏକ ନିରୀହ ଯୁବତୀ ସ୍ୱର ଉଠାଇଛନ୍ତି ନିର୍ଭୀକ ଭାବରେ। ସର୍ବୋପରି ଈଶ୍ୱରୀ ହେଉଛି ଏମିତି ଦୁଇଟି ପ୍ରେମ କାଙ୍ଗାଳ ସହୃଦୟତା ଓ ଭଲ ପାଇବା ପାଇଁ ଛଟପଟ ହେଉଥିବା ହୃଦୟର କାହାଣୀ ଯାହା ପ୍ରଚଳିତ ସମାଜର ସମସ୍ତ ଫମ୍ପା ଲୋକଦେଖାଣିଆ ନିୟମର ଊର୍ଦ୍ଧ୍ୱରେ ରହି ନିଜେ ଏକ ନୂତନ ସମ୍ପର୍କ ଗଢ଼ୁଥିବାର ସଂକଳ୍ପକୁ ନେଇ ପରିପୁଷ୍ଟ। ମୁଁ ବୁଝିପାରିଥିଲି ଈଶ୍ୱରୀ କାହିଁକି ତାଙ୍କର ସ୍ୱାମୀ ଓ ସନ୍ତାନ ଥାଇ ମଧ୍ୟ ମୋ ପ୍ରତି ଏପରି ଅହେତୁକ ପ୍ରେମ ଭାବ ପ୍ରଦର୍ଶନ କରିଛନ୍ତି। ତାହା ହେଉଛି ତାଙ୍କର ପ୍ରେମ ପ୍ରତି ଅତ୍ୟଧିକ ଦୁର୍ବଳତା, ଯାହାକି ସେ ତାଙ୍କ ସ୍ୱାମୀଙ୍କ ଠାରୁ ପାଇନାହାନ୍ତି। ସେ କଥା ମୁଁ ସ୍ପଷ୍ଟ ଭାବରେ ବୁଝିପାରିଥିଲି। ସେ ଯେବେ ପ୍ରେମର ଯାଚନା କରିଛନ୍ତି ତାଙ୍କୁ ମିଳିଛି ତିରସ୍କାର। ଟିକେ ଭଲ ପାଇବା ଓ ଚେନାଏ ପ୍ରେମ ପାଇଁ ସେ ଡହଳ ବିକଳ ହୋଇଛନ୍ତି, କିନ୍ତୁ ମିଳିନି। କର୍ମ ଜଞ୍ଜାଳ ଭିତରେ ପେଶୀ ହୋଇ ସେ ଯେବେ ଟିକିଏ ସ୍ନେହ ପାଇଁ ଛଟପଟ ହୋଇଛନ୍ତି, କେବଳ ରୁକ୍ଷ ବ୍ୟବହାର ପାଇଛନ୍ତି ସିନା, ଆହା ପଦେ ସାନ୍ତ୍ୱନା ମିଳିନି ତାଙ୍କୁ କେବେ। ଯେବେ ମୁଁ ତାଙ୍କୁ ପଚାରିଲି ଯେ ତାଙ୍କର କାହିଁକି ମୋ ପ୍ରତି ଏତେ ଭଲ ପାଇବା, ସେ କହିଲେ, ତୁମ ଲେଖା ସବୁ ଯେବେ ପଢ଼ିଲି ମୋତେ ଲାଗିଲା ମୁଁ ଖୋଜୁଥିବା ଦରଦୀ ମଣିଷ ଜଣକ ହେଉଛ ତୁମେ। ତୁମ ଫଟୋ ଦେଖିଲି, ସେ ଆଖିର ଗଭୀରତା ଭିତରେ ମୁଁ ଡୁବିଗଲା ଭଳି ଅନୁଭବ କଲି। ସେଥିରେ ଯେମିତି ପ୍ରେମ ଓ ମଣିଷ ପଣିଆ ଭର୍ତ୍ତି ହୋଇ ରହିଛି, ଆଉ ସେ ଓଠ, ସେଥିରେ ଯେମିତି ଗୁଡ଼ିଏ ପ୍ରେମର ଅବ୍ୟକ୍ତ ଶବ୍ଦ ସବୁ ରହିଛି ଲୁଚିକରି କେବଳ ମୋ ପାଇଁ। ବାସ୍, ମୁଁ ଆଉ ଆଗ ପଛ କିଛି ନ ବୁଝି ସେ ଆଖି ଆଉ ଓଠର ମାୟାରେ ପଡ଼ିଗଲି। ଏବେ ତୁମ ସହ ଯେତିକି ସମୟ କଥା ହୋଇଛି ସେଥିରୁ ବୁଝିଛି ଯେ ମୋ ପସନ୍ଦ ମୋତେ ଧୋକା ଦେଇନି। ଈଶ୍ୱରୀଙ୍କର ଏ ଯୁକ୍ତି ନିକଟରେ ମୋର କିଛି କହିବାର ନଥିଲା। ସ୍ୱଭାବରେ ଅଳ୍ପଭାଷୀ ମୋର ଚରିତ୍ରରେ ଯେମିତି ପରିବର୍ତ୍ତନ ଆସିବାର ଅନୁଭବ ହୋଇଛି। ତାଙ୍କ ସହ ଘଣ୍ଟା ଘଣ୍ଟା ଗପିଲେ ବି ମୋତେ କୌଣସି ବିରକ୍ତ ଭାବ ଆସୁନି, ବରଂ କଥା ହୋଇ ନ ପାରିଲେ ଭାରି କଷ୍ଟ ଅନୁଭବ ହେଉଛି। ତାଙ୍କୁ ଦିନେ ପଚାରିଲି, ଗୋଟେ କଥା କହିବି କିଛି ଖରାପ ଭାବିବନି ତ? ନା, କେବେ ନୁହଁ। କ'ଣ ପାଇଁ ଭାବିବି? ତୁମେ ପଚାର, କ'ଣ ପଚାରିବ? ତୁମେ ତ ଏତେ ସୁନ୍ଦର, ଗୋରୀ ବି, ହେଲେ ତୁମ ସ୍ୱାମୀଟିକୁ ଦେଖିଲେ ଭାରି ଦୟା ଲାଗୁଛି। ତୁମ ଦୁହିଁଙ୍କ ଭିତରେ ସାମାନ୍ୟତମ ମେଳ ବି ନାହିଁ। କଥା କ'ଣ? ଆରେ, ତୁମେ ମୋ ସ୍ୱାମୀଙ୍କୁ ଗାଳି ଦେଉଛ କ'ଣ ପାଇଁ? ଯାହା ହେଲେ ବି ମୁଁ ତାଙ୍କୁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛି। ତୁମେ କେମିତି ପସନ୍ଦ କରି ବାହା ହେଲ ମୁଁ ବୁଝିପାରୁନି। ପସନ୍ଦ ବୋଲି ଗୋଟେ ଜିନିଷ ଅଛି ନା ନାହିଁ? ତୁମେ ଝିଅଟିଏ ହୋଇ ଜନ୍ମ ନେଇନ ତ ଜାଣିବ କେମିତି ତା'ର ଅସହାୟତା? ମୋତେ କହିଲ ଦେଖି, ଗୋଟିଏ ନାରୀର ସ୍ୱାଧୀନତା କେବେ ଥାଏ କି? ମାନେ, ତେବେ ଗୋଟେ ସ୍ୱାଧୀନ ଦେଶରେ ନାରୀ କ'ଣ ପରାଧୀନ? ସମସ୍ତଙ୍କ ପାଇଁ ତ ଗୋଟିଏ ନିୟମ ପ୍ରଣୟନ ହୋଇଛି ସମ୍ବିଧାନରେ। ତୁମେ ଜଣେ ବୁଦ୍ଧିଜୀବୀ ହୋଇ ଏତିକି ଜାଣିନ? ନା ଜାଣିକି ଅଭିନୟ କରୁଛ ବୁଝି ହେଉନି? କି ଲେଖକ ତୁମେ? ସମାଜର ଅସମାନତାକୁ ବୁଝିପାରୁନ? ମୁଁ ଏତେ ସହଜରେ ହାର ମାନିବା ମୋ ପୌରୁଷକୁ ବାଧୁଥାଏ। ମୁଁ ଗାଲୁଆଙ୍କ ପରି ଯୁକ୍ତି କରି କହିଲି, କହିଲ ଦେଖି, ନାରୀ କିପରି ପରାଧୀନ? ମୋତେ ହସ ଲାଗୁଛି ତୁମ କଥା ଶୁଣି। ତୁମେ ବି ତ ପୁରୁଷ ଜାତିର ଅଂଶବିଶେଷ, ତେଣୁ ହାର ମାନିଯିବ କିପରି ଏକ ନାରୀଠାରୁ? ନା ନା, ମୋ କଥା ତୁମେ ଠିକ୍ ଭାବେ ବୁଝିନ। ମୋର ଉଦ୍ଦେଶ୍ୟ ତାହା ନୁହେଁ। ମୁଁ ନାରୀକୁ ବହୁତ ସମ୍ମାନ କରେ, ମୁଁ ତ ମନା କରୁନି। ସେଇଥିପାଇଁ ତ ମୁଁ ତୁମକୁ ଏତେ ଭଲ ପାଏ, ସମ୍ମାନ କରେ, ଅନ୍ୟଠୁ ଅଲଗା ବୋଲି ଭାବେ। କିନ୍ତୁ ନାରୀ ସବୁବେଳେ ପରାଧୀନ, ଏକଥା ମନେ ରଖିଥାଅ। ମୁଁ ବୁଝୁଥିଲି ଈଶ୍ୱରୀଙ୍କ ଅନ୍ତର ତଳର ବେଦନାକୁ। ସେ ଯେ ପିଞ୍ଜରାବଦ୍ଧ ଶାଢ଼ୀଟିଏ ଭଳି ଥିଲେ ଏ କଥା ମୁଁ ଭଲ ଭାବେ ଜାଣି ମଧ୍ୟ ଅଜଣା ହେଉଥିଲି। ତଥାପି ଗାଲୁ ପେଲି କହିଲି, ଏବେର ନାରୀ ଆଗ ଅପେକ୍ଷା ସ୍ୱାଧୀନ ନୁହେଁ କି? କି ସ୍ୱାଧୀନ ଶୁଣେ? ଝିଅଟିଏ ବାପ ଘରେ ଥିଲାବେଳେ ବାପା ଭାଇଙ୍କର ଅଧୀନରେ ରହେ, ଶାଶୁ ଘରକୁ ଆସିଲେ ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ଅଧୀନରେ ରହେ, ବୁଢ଼ୀ ହୋଇଗଲେ ପୁଅ ବୋହୂଙ୍କ ଅଧୀନରେ ରହେ। ତା'ର ବାଲ୍ୟଠାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତ ସେ ପରାଧୀନ। ତେବେ ତା'ର ସ୍ୱାଧୀନତା ଆସିଲା କେଉଁଠୁ? ମୁଁ ଈଶ୍ୱରୀଙ୍କ ଯୁକ୍ତି ଆଗରେ ନତମସ୍ତକ ଥିଲି। ମୋର ଲେଖକ ମୁଣ୍ଡରେ ତାଙ୍କ କଥାର କୌଣସି ଉତ୍ତର ନଥିଲା। ସତରେ
କେଡ଼େ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ନ କହିଲେ ସିଏ। ମୁଁ ନିରୁତ୍ତର ଥିଲି। ମୋର ମସ୍ତିଷ୍କ ଶୂନ୍ୟ ଥିଲା। ମୋର ନୀରବତା ଦେଖି ଈଶ୍ୱରୀ କହିଲେ, କିଛି କହୁନ ଯେ? ମୁଁ ଭୁଲ କହିଲି କି? ମୁଁ ନୀରବତା ଭଙ୍ଗ କରି କହିଲି, ନା, ତୁମେ ପୁରାପୁରି ଠିକ୍ କହିଛ। ମୋ ମୁଣ୍ଡରେ ଏକଥା ଏଯାଏଁ ପଶିନଥିଲା ଜମା। ଯାହା ହେଉ, ତୁମଠୁ ଗୁରୁତ୍ୱପୂର୍ଣ୍ଣ କଥାଟିଏ ଶୁଣିଲି। ସତ କଥା ତ, ପୁରା ନିରୋଳା ସତ କଥା। ତୁମେ କେଡ଼େ ବଡ଼ ମହତ୍ତ୍ୱପୂର୍ଣ୍ଣ କଥାକୁ କେତେ ସାଧାରଣ ଢଙ୍ଗରେ ବୁଝେଇଦେଲ। ଥାଉ ଥାଉ, ଏତେ ଆଉ ଟେକନି, ତଳେ ପଡ଼ି ହାତ ଗୋଡ଼ ଚୂନା ହେଇଯିବ। ଆରେ ଟେକୁନି ମ, ତୁମର ହକ୍ ତୁମକୁ ପ୍ରଦାନ କଲି। ଆଚ୍ଛା, ତୁମକୁ ଗୋଟେ କଥା ପଚାରିବି, ସତ କହିବ? ପଚାର। ମୋତେ ପଚାରିବାକୁ କ'ଣ ମୋର ପରମିଶନ ଦରକାର? ଏତେ ଫର୍ମାଲିଟି କ'ଣ ପାଇଁ? ଆଚ୍ଛା, ତୁମେ ମୋଠୁ ଯଥେଷ୍ଟ ସାନ ବୟସରେ, ପାଖାପାଖି 15 ବର୍ଷ। ମୋତେ କେମିତି ଏତେ ଭଲ ପାଇଲ? ଲେଖକ ମହାଶୟ, ତୁମେ ସାରସ୍ୱତ ଜଗତର ଜଣେ ସାଧକ ହୋଇ ଏତିକି ବୁଝିପାରିଲନି? ଆଶ୍ଚର୍ଯ୍ୟ! ତୁମେ ଏତେ ବଡ଼ ଲେଖକ, ଏତିକି ଜାଣିନ ଯେ ପ୍ରେମ ଏସବୁ ଠାରୁ ବହୁ ଉର୍ଦ୍ଧ୍ୱରେ। ସେଠି ଜାତି, ଧର୍ମ, ବର୍ଣ୍ଣ, ବୟସ କିଛି ପାଚେରି ନଥାଏ। ସେସବୁ ସେଠି ନିରର୍ଥକ ବୋଲି ମୋତେ କ'ଣ ଏସବୁ ତୁମକୁ ବୁଝେଇବାକୁ ପଡ଼ିବ ଯେ ବୁଝି ଚିହ୍ନିକି ପ୍ରେମ କରିବ, ଯେଉଁଠି ଲାଭ ମିଳିବ? ମୁଁ ଅଭିଭୂତ ହୋଇପଡ଼ିଥିଲି ଈଶ୍ୱରୀଙ୍କ କଥାରେ। ତାଙ୍କ ଭାବନା ଯେ କେତେ ଉର୍ଦ୍ଧ୍ୱରେ, ଏଇ କଥା ଚିନ୍ତା କରି ମୋ ମୁଣ୍ଡ ନଇଁ ଯାଉଥାଏ ତାଙ୍କ ଆଗରେ। ମୁଁ ଯେପରି ଶିଶୁଟିଏ ତାଙ୍କ ଆଗରେ। ଜ୍ଞାନରେ, ବୁଦ୍ଧିରେ ସେ ଯେମିତି ପରିପକ୍ୱ ଥିଲେ ମୋଠୁ ଯଥେଷ୍ଟ ଅଧିକ।